ଆଜିର ସୁବିଚାର ସୃଷ୍ଟିର ନିୟମ ଅଛି। ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖରେ ବେଶୀ ହେବ। ତାହା ଧନ ହେଉ କିମ୍ବା ଭୋଜନ, ସମ୍ମାନ ହେଉ କିମ୍ବା ଅପମାନ, ସ୍ନେହ ହେଉ କିମ୍ବା ଘୃଣା। ସୁଖ ହେଉଛି ଏକ ଅନୁଭବ ଯାହାକୁ ସମସ୍ତେ ଖୋଜନ୍ତି। ଦୁଃଖ ହେଉଛି ଏକ ଅନୁଭୂତି ଯାହା ସମସ୍ତଙ୍କ ପାଖରେ ଅଛି। କୌଣସି ବସ୍ତୁ କିମ୍ବା ବ୍ୟକ୍ତିଙ୍କ ପ୍ରତି ଅତ୍ୟଧିକ ମୋହ ରଖନ୍ତୁ ନାହିଁ, କାହିଁକି ନା ଭବିଷ୍ୟତରେ ଯାହା ଆପଣଙ୍କର ଦୁଃଖର କାରଣ ହୋଇପାରେ। କିନ୍ତୁ ଭଗବାନଙ୍କ ସହିତ ମୋହ ରଖିଲେ ତୁମେ ସଦାସର୍ବଦା ସୁଖୀ ହୋଇ ରହିପାରିବ। ଜୀବନ ହେଉଛି ଏକ ଏମିତି ଗଣିତ ଯାହାକୁ କଷିବା ପାଇଁ ପ୍ରତିଦିନ ଓ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ସୂତ୍ରର ପ୍ରଯୋଗ କରିବା ପାଇଁ ପଡ଼ିଥାଏ। ଏହା ସତ୍ୟ ଯେ ପର୍ଯ୍ୟନ୍ତ ଆପଣ ଲୋକଙ୍କ କାମରେ ଆସୁଥିବେ ସେ ପର୍ଯ୍ୟନ୍ତ ଲୋକେ ଆପଣଙ୍କୁ ଚିହ୍ନିଥିବେ। କାହିଁକି ନା ସମସ୍ତେ ଜାଣିଛନ୍ତି ଦୀପ ଜଳିଲା ପରେ ଦିଆସିଲ କାଠିର ଅବସ୍ଥା କ'ଣ ହୁଏ। ସାଧା ସିଧା ମଣିଷ ଆଉ ସାଧା ସିଧା ସମ୍ପର୍କ ସବୁବେଳେ ଭାଙ୍ଗି ଯାଆନ୍ତି, କାହିଁକି ନା ଏଠି ସାଧା ସିଧା ମଣିଷ ଓ ସମ୍ପର୍କ ସମସ୍ତଙ୍କୁ ପସନ୍ଦ ଆସି ନଥାଏ। ସମସ୍ତେ ଦୁଃଖ ଦେଇପାରନ୍ତି କିନ୍ତୁ ସହିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। ସମସ୍ତେ କନ୍ଦେଇ ପାରନ୍ତି କିନ୍ତୁ ହସେଇବାର ଶକ୍ତି ସମସ୍ତଙ୍କର ନଥାଏ। ସହିବା ବାଲା ଯେତେବେଳେ ଅତ୍ୟାଚାର ସହିକି ମଧ୍ୟ ହସି ପାରୁଛି ତେବେ ସେହି ମଣିଷର ପ୍ରତିଶୋଧ ସ୍ୱୟଂ ଈଶ୍ୱର ନେଇଥାନ୍ତି। କ୍ରୋଧ ସମୟରେ ନୀରବତା ଓ ସମସ୍ୟା ଭିତରେ ଥାଇ ମଧ୍ୟ ନିଜ ମୁଖରେ ହସ ମଣିଷର ସବୁଠାରୁ ବଡ଼ ଶକ୍ତି ହୋଇଥାଏ। ଏ ସ୍ୱାର୍ଥପର ଦୁନିଆରେ କେହି କାହାର ନୁହନ୍ତି। ଆବଶ୍ୟକ ପଡ଼ିଲେ ସମସ୍ତେ ସମ୍ପର୍କ ଗଢ଼ିଥାନ୍ତି ଆଉ ଆବଶ୍ୟକ ପୂରଣ ହୋଇଗଲେ ସମସ୍ତେ ଭୁଲି ଯାଆନ୍ତି। ପଛରେ ବଦନାମ କରି ସାମ୍ନାରେ ଆସି ଆନ୍ତରିକତା ଦେଖାଇବା ଲୋକଠାରୁ ଦୂରେଇ ରହିବା ଉଚିତ, କାରଣ ଏମାନେ ଶତ୍ରୁ ଠାରୁ ବି ଆହୁରି ଭୟଙ୍କର ହୋଇଥାନ୍ତି। ଶତ୍ରୁ ସର୍ବଦା ନିଜର ଲୋକମାନଙ୍କ ଭିତରୁ ହିଁ ବାହାରିଥାଏ। କୁରାଡ଼ି ଦେହରେ କାଠର ବେଣ୍ଟ ନ ଲାଗିଲେ ଖାଲି ଲୁହା ଦ୍ୱାରା କାଠ କେବେ ହାଣି ହେବ ନାହିଁ। ଭରସା ସମସ୍ତଙ୍କ ଉପରେ କରନ୍ତୁ କିନ୍ତୁ ସାବଧାନ ହୋଇକି କରନ୍ତୁ, କାହିଁକି ନା ବେଳେ ବେଳେ ନିଜର ଦାନ୍ତ ମଧ୍ୟ ନିଜର ଜିଭକୁ କାମୁଡ଼ି ଦେଇଥାଏ। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ।